এই ନିର୍ବିକଳ୍ପ ସମାଧିରେ ଆସିନଥିବା ଅଦାତା ଦାତା ତାଙ୍କୁ କହନ୍ତି। ପରଦିନ ଶୁଣୁଥିଲି ଗୋଟେ ସାଧୁଙ୍କର ପ୍ରବଚନ। ଯାହାର ଭାଗ୍ୟରେ ଅଛି, ଯାହା ଭାଗ୍ୟରେ ଅଛି, ଯାହାର ଭାଗ୍ୟରେ ଯାହା ଅଛି ସେ ବ୍ରହ୍ମାଙ୍କୁ ଡାକିବ। ବ୍ରହ୍ମା ଯାହା ଦେବେ ସେଟା ଆପଣଙ୍କ ଭାଗ୍ୟରେ ଅଛି। ଯାହାର ଭାଗ୍ୟରେ ନାହିଁ ସେ ଶଙ୍କରଙ୍କୁ ଡାକିବେ। ଭାଗ୍ୟରେ ନଥିଲେ ମଧ୍ୟ ସେ ଦିଅନ୍ତି। ସେଥିପାଇଁ ତାକୁ କହନ୍ତି ଅଦାତା ଦାତା। ମାର୍କଣ୍ଡେୟଙ୍କର ଭାଗ୍ୟ ଥିଲା 12 ବର୍ଷ, କିନ୍ତୁ ଶଙ୍କର ଭଗବାନ ତାଙ୍କ 12 ବର୍ଷ ବୟସକୁ ଅମର କରିଦେଲେ। ସେ ମହାକାଳ। ଆରେ କାଳ ତୁ କଣ କରିବୁ? ଜମ ହଉଛି କାଳ, କାଳର କାଳ ମହାକାଳ। ଯାହା ଭାଗ୍ୟରେ ନାହିଁ କିନ୍ତୁ ସେ ପାଇବ ଯଦି ଶିବ ଚାହାନ୍ତି, ଶଙ୍କର ଭଗବାନ ଯଦି ଚାହାନ୍ତି। ଆଉ ଆପଣଙ୍କ ଭାଗ୍ୟରେ ନାହିଁ ଯାହା, ତା ବ୍ରହ୍ମା ଦେଇପାରିବେ। ବ୍ରହ୍ମା ଯାହା ଦେବେ ଆପଣଙ୍କ ଭାଗ୍ୟ ଭିତରେ ନିଶ୍ଚୟଟା ଥିବ। ସେଇଥିପାଇଁ ଶଙ୍କର ଭଗବାନଙ୍କୁ କହନ୍ତି ଅଦାତା ଦାତା। ଭଲ ପଟରେ ଯାହା ନଥିବ ସେ ଦେଇଦେବେ। ତମେ କେହି କିଛି କମ୍ପ୍ଲେନ କରିପାରିବନି, ନା ବ୍ରହ୍ମା ନା ବିଷ୍ଣୁ। ଶଙ୍କର ଭଗବାନ ବସିଛନ୍ତି ନିର୍ବିକଳ୍ପ ସମାଧିରେ। ମା ଯୋଗମାୟା ପାର୍ବତୀ ସେଠି ତାଙ୍କ ପାଖରେ ବସିଛନ୍ତି। ସେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କ କଣ ଥିଲା ନା, ସେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଏକ ସ୍ୱର୍ଗୀୟ ସମ୍ପର୍କ, ଜ୍ଞାନଗତ ସମ୍ପର୍କ। ଜଣେ ହେଲେ ଶ୍ରଦ୍ଧା, ଆଉ ଜଣେ ହେଲେ ବିଶ୍ୱାସ। ମା ପାର୍ବତୀଙ୍କ ମନରେ ଗୋଟେ ଜିଜ୍ଞାସା ଆସିଲା। ତଦ୍ବିଧି ପ୍ରଣିପାତ ପରିପ୍ରଶ୍ନେନ ସେବୟା। ଭଗବତ ଗୀତାରେ ଲେଖାଯାଇଛି କେମିତି ପ୍ରଶ୍ନ କରାଯାଏ। ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷ୍ୟନ୍ତି ସେ ଜ୍ଞାନଂ ତତ୍ତ୍ୱଦର୍ଶିନଃ। ପ୍ରଶ୍ନ ଆଉ ପରିପ୍ରଶ୍ନ ଦିଟା ଭିନ୍ନ କଥା। ପ୍ରଶ୍ନ କାହାକୁ କୁହନ୍ତି? ତଦ୍ବିଧି ପ୍ରଣିପାତେନ। ପ୍ରଶ୍ନ ପରିପ୍ରଶ୍ନ। କାହିଁ ପ୍ରଶ୍ନ ଲେଖିଲେନି ବ୍ୟାସ? ଭଗବାନ କାହିଁକି ପ୍ରଶ୍ନ କହିଲେନି? ପରିପ୍ରଶ୍ନ ଶବ୍ଦର ଅର୍ଥ କଣ? ହ୍ୱାଟ ଇଜ ଦି ପ୍ରଶ୍ନ? ଡିଫରେନ୍ସ ବିଟୱିନ୍ ପ୍ରଶ୍ନ ଆଣ୍ଡ ପରିପ୍ରଶ୍ନ। ପ୍ରଶ୍ନ ତାକୁ କହନ୍ତି ଯିଏ ଯାହା ପଚାରେ, ଆମେ ଯାହା ସାଧାରଣ ଭାବରେ ଜିଜ୍ଞାସା ନେଇ ପଚାରେ ତାକୁ ପ୍ରଶ୍ନ କହନ୍ତି। ପରିପ୍ରଶ୍ନ କାହାକୁ କହନ୍ତି ନା, ଯେତେବେଳେ ପ୍ରଶ୍ନକର୍ତ୍ତା କିଛି ପଚାରେନି, ଉତ୍ତରଦାତା ପ୍ରଶ୍ନକର୍ତ୍ତାର ସେବା ଏବଂ ପ୍ରଶ୍ନକର୍ତ୍ତାର ଭକ୍ତି ବଳରେ ଏତେ ଖୁସି ହୁଏ ଯେ ଉତ୍ତରଦାତା କହନ୍ତି ଆରେ ତ କିଛି ପଚାରିବାର ଅଛି କି, ବୁଝିବାର ଅଛି କି? ଅର୍ଥାତ୍ ପ୍ରଶ୍ନକର୍ତ୍ତା ତରଫରୁ ପଚରାଯାଇଥିବା ଜିଜ୍ଞାସାର ନାଁ ହେଉଛି ପ୍ରଶ୍ନ। ଉତ୍ତରଦାତାଙ୍କ ଠାରୁ ପ୍ରଶ୍ନକର୍ତ୍ତାଙ୍କୁ କୁହାଯିବ କିଛି ପଚାରିବାର ଅଛି କି, ତାକୁ କହନ୍ତି ପରିପ୍ରଶ୍ନ। ତ ଶଙ୍କର ଭଗବାନ ହସିଲେ। ମା ପାର୍ବତୀ କହିଲେ ମୋ ସ୍ୱାମୀ ତ ଧ୍ୟାନସ୍ଥ ଅଛନ୍ତି, ଏତେ ହସୁଛନ୍ତି। ଶୀତ ହାସ୍ୟ ପଚାରିଲେ, ଧ୍ୟାନ ଭାଙ୍ଗିଲେ, ଚକ୍ଷୁ ଉନ୍ମିଳନ କଲେ, ଜିଜ୍ଞାସା କଲେ ମା ପାର୍ବତୀ ପ୍ରଭୁ କାହିଁକି ହସିଲେ? ଆପଣଙ୍କ ହସର କାରଣ? ନା ପ୍ରିୟ, ମୁଁ ଆଜି ଯୋଉ କଥା କହିବା ପାଇଁ ଯିବି ସେ କଥା ଯିଏ ଶୁଣିବ, ଯେବେ ଶୁଣିବ, ଯୋଉ ଯୁଗରେ ଶୁଣିବ, ତାର ସବୁ ବିପଦ ଚାଲିଯିବ। କି କଥା ଆପଣ କହିବେ? ନା ରାମାୟଣର 7ଟି କାଣ୍ଡ ଭିତରେ ସର୍ବଶ୍ରେଷ୍ଠ କାଣ୍ଡ ହଉଛନ୍ତି କୋଉ କାଣ୍ଡ? ସୁନ୍ଦରକାଣ୍ଡ। ସୁନ୍ଦରକାଣ୍ଡ ଶୁଣିଲେ କଣ ହୁଏ?
ଆପଣ ଦେଖୁଥିବେ ବହୁ ଲୋକଙ୍କ ଘରେ ସୁନ୍ଦରକାଣ୍ଡ କରାନ୍ତି। କାହିଁକି କଣ ପାଇଁ ସୁନ୍ଦରକାଣ୍ଡ କରାନ୍ତି? ରାମାୟଣର 7ଟି କାଣ୍ଡ ଭିତରେ ସୁନ୍ଦରକାଣ୍ଡ ହଉଛନ୍ତି ଶ୍ରେଷ୍ଠ କାଣ୍ଡ। ଭାଗବତର 12ଟି ସ୍କନ୍ଧ ଭିତରେ 10ମ ସ୍କନ୍ଧ ଶ୍ରେଷ୍ଠ ସ୍କନ୍ଧ। ଶ୍ରୀଧର ସ୍ୱାମୀ କହନ୍ତି ପୂଜ୍ୟପାଠ। ଏବଂ ଭଗବତ ଗୀତାର ଯେତେ ଶ୍ଲୋକ ଅଛି ବିଭୂତି ଯୋଗ ଶ୍ରେଷ୍ଠ ଏବଂ ଅନ୍ତିମ ଶ୍ଲୋକ ଦତ୍ତ ଯୋଗେଶ୍ୱର କୃଷ୍ଣ ଦତ୍ତ ପାଠ ଧନୁର୍ଧର ତତ୍ରସି ବିଜୟ ଭୂତି ଦୁବାନୀତି ମଧ୍ୟମ ଅନ୍ତିମ ଏକ ଶ୍ଲୋକ ଗୀତା ଶ୍ରେଷ୍ଠ। ରାମାୟଣରେ ସୁନ୍ଦରକାଣ୍ଡ, ଭାଗବତରେ 10ମ ସ୍କନ୍ଧ ବରାବର ସମାନ ଫଳ। ଯୋଉ ଘରେ ଭୂତ ପ୍ରେତ, ଯୋଉ ଘରେ ଅଘଟଣ, ଯୋଉ ଘରେ ଆତ୍ମହତ୍ୟା, ଯୋଉ ଘରେ ଗୁଣି ଟୁଣି ବାଣ ପ୍ରେଷଣ, ଯୋଉ ଘରେ ବାରମ୍ବାର ଅଶାନ୍ତି ଅପମୃତ୍ୟୁ ହୁଏ, ଯୋଉ ଘରର ବାସ୍ତୁଦୋଷ ଥାଏ, ସେ ଘରେ ସୁନ୍ଦରକାଣ୍ଡ କରନ୍ତି। ଦୁଇଟା ଅନୁଷ୍ଠାନ ମଣିଷର ସାଂସାରିକ ଶାନ୍ତି ପ୍ରଦାନ କରେ। ତା ଘରେ ଯଦି ବହୁତ ଅମଙ୍ଗଳ ହଉଥିବ, ଆପଣ ସପ୍ତଶତୀ ଚଣ୍ଡୀର ଆୟୋଜନ କରିବେ, ନଚେତ ସୁନ୍ଦରକାଣ୍ଡ କରିବେ। ଭଗବାନ ଶଙ୍କର କହିଲେ, ପ୍ରିୟ ମୁଁ ଆଜି ସୁନ୍ଦରକାଣ୍ଡ କହିବା ପାଇଁ ଯାଉଛି। କାହିଁକି ନା ଏ ସୁନ୍ଦରକାଣ୍ଡର ଅଧିଷ୍ଠାତା ଦେବତା ହଉଛନ୍ତି ହନୁମନ୍ତ ମହାରାଜ। ମୁଁ ନିଜେ ମୁଁ ହନୁମାନ ରୂପରେ ନେଇଥିଲି 11 ଅବତାର। କାହିଁକି ହନୁମାନ ନେବେ? କାହିଁକି ହନୁମାନ ରୂପ ନେବେ? ମୋର 2ଟି ଇଚ୍ଛା ପୂରଣ ହବ ସଖୀ। ସେ 2ଟାଙ୍କ ଇଚ୍ଛା କଣ? ଶଙ୍କର ପାର୍ବତୀ ପଚାରିଲେ। ଶଙ୍କର ଭଗବାନ କହିଲେ, ପ୍ରଥମ ଇଚ୍ଛା ମୁଁ ମୋ ଇଷ୍ଟ ଦେବଙ୍କୁ ରାମ ଅବତାରରେ କିଛି ସାହାଯ୍ୟ କରିବି, କୃତାର୍ଥ ହେବି। ଏବଂ ଦ୍ୱିତୀୟ ଇଚ୍ଛା, ରାବଣ ମତେ ଗୋଟେ ଅମର୍ଯ୍ୟାଦା କରୁଛି। କଣ ଅମର୍ଯ୍ୟାଦା କରୁଛି ଆପଣଙ୍କ ରାବଣ? ରାବଣ ତାର 10ଟାଙ୍କ ମୁଣ୍ଡକୁ ଗୋଟିଏ ପରେ ଗୋଟିଏ ମୁଣ୍ଡ ବଳି ଦେଇ, ଗୋଟିଏ ପରେ ମୁଣ୍ଡ ମୋଡି ମତେ ଦୁଷ୍ଟ କରି ଘର ପାଟି ହେଇଛି। ମୁଁ ଏଇ ତାର 10 ମୁଣ୍ଡକୁ ଯେହେତୁ ମତେ ସେ ଉତ୍ସର୍ଗ କରୁଛି, ମୁଁ ତା ପାଇଁ ଶଙ୍କର ଅବତାରରେ କିଛି କରିପାରିବିନି। କାରଣ ମତେ ମୋ ଜୀବନରେ ମୁଁ 10ଟା ଅବତାର ନେଇ ସାରିଛି। এই 10টাଙ୍କ ରୂପକୁ ସେ ପୂଜା କରି ସାରିছে। କିନ୍ତୁ ଏଥର ମୁଁ ଯଦି 10টাଙ୍କ ରୂପ ଭିତରୁ କୌଣସି ଗୋଟେ ରୂପରେ ତାକୁ ମାରେ, ତାହେଲେ ଲୋକ ଆଉ ଭଗବାନଙ୍କୁ ପୂଜା କରିବେ ନାହିଁ। ମତେ ଆଉ ଗୋଟେ ନୂଆ ଅବତାର ନେବାକୁ ପଡିବ। 11 ନମ୍ବର ଅବତାର, 11 ଅବତାର। ସମସ୍ତେ ଯେବେ ରୁଦ୍ରଙ୍କର 11 ଅବତାର। ରୁଦ୍ରଙ୍କର 11 ଅବତାର କଣ କଣ? ପାର୍ବତୀ ପଚାରିଲେ, ଆପଣ କଣ କଣ ଅବତାର ନେଇଥିଲେ ମତେ ଟିକେ କୁହନ୍ତୁ ନା। ଶଙ୍କର ଭଗବାନ କହିଲେ, ପ୍ରଥମ ଅବତାର ନେଇଥିଲି ଶମ୍ଭୁ, ଦ୍ୱିତୀୟ ଅବତାର ନେଇଥିଲି ପିନାକି, ତୃତୀୟ ଅବତାର ନେଇଥିଲି ଗିରୀଶ, ଚତୁର୍ଥ ଅବତାର ନେଇଥିଲି ସ୍ଥାଣୁ, ପଞ୍ଚମ ଅବତାର ନେଇଥିଲି ଭର୍ଗ, ଷଷ୍ଠ ଅବତାର ନେଇଥିଲି ସଦାଶିବ, ଅଷ୍ଟମ ଅବତାର ନେଇଥିଲି ଶବ, ନବମ ଅବତାର ନେଇଥିଲି ଶିବ, ଦଶମ ଅବତାର ନେଇଥିଲି କପାଳୀ, କପାଳେଶ୍ୱର କହନ୍ତି। এই 10টাଙ୍କ ରୂପକୁ ମତେ ସେ ପୂଜା କରି ସାରିଛି। ମୁଁ ଯଦି ତା ବିରୁଦ୍ଧରେ ଯିବି, ତାହେଲେ ବେଇମାନି ହେଇଯିବ। ମତେ ଆଉ ଗୋଟିଏ ଅବତାର ନେବାକୁ ପଡିବ, 11 ଅବତାର। ରୁଦ୍ରଙ୍କର 11 ଅବତାର, ହନୁମନ୍ତ ଅବତାର। 11 ଅବତାରରେ ମୁଁ ଯଦି ତା ବିରୁଦ୍ଧରେ ଯିବି, ଆଉ ମୋ ଇଷ୍ଟ ରାମଚନ୍ଦ୍ରଙ୍କର ସେବା କରିବି, ମତେ ରାବଣ କାଲି ସକାଳେ ବା ଇତିହାସ କାଲି ସକାଳେ କହିବି ଯେ ତୁମେ ତୁମ ଭକ୍ତ ବିରୁଦ୍ଧରେ ଯାଇଛ। କାରଣ ସେତେବେଳକୁ ସେ ମୋ 10ଟି ରୂପକୁ ଦେଖିଛି, 11 ରୂପ ଦେଖିନି। ମୁଁ ଏବେ 11 ରୂପରେ ଅବତାର ନେବି। ପ୍ରଥମତଃ ମୋ ଇଷ୍ଟଙ୍କର ସେବା କରିବି, ଆଉ ଦ୍ୱିତୀୟତଃ ମୁଁ ଦଶାନନ ରାବଣର ପାପରେ ଅନ୍ତ ଘଟାଇବି। ତେଣୁ ମତେ ନବାକୁ ହୁଏ। ଆପଣ ଚିନ୍ତା କରନ୍ତୁ ମା ମାନେ, ବାପା ମାନେ, ରାମଚରିତ ମାନସରେ ସୁନ୍ଦରକାଣ୍ଡ କେତେବେଳେ ଆରମ୍ଭ ହେଲା? ଏଇଠି ମୁଁ ତାର ଭାବାର୍ଥ ତତ୍ତ୍ୱାର୍ଥ କହୁଛି।
रामचरित मानस सुंदरकांड केतेबेला आरंभ होला जेतोले भगवान रामଙ୍କ ଉପରେ विपद ଆସିଲା मन पका बालकांड रे हनुमान को ना आसीनी अयोध्या कांड रे हनुमान को ना आसीनी अरण्य कांड रे हनुमान को ना आसीनी कृष्ण भगवान होउछंती भागवतर हीरो किंतु आसीले को स्कंद रे दशम स्कंद रे अरे कृष्ण भगवान को पे 12टा स्कंद देखा गला किंतु जोड़िए स्कंद रे से रहिले मात्र दशम रे आसीले एकादश रे स्वधा भगवान पाले सारा जगत भागवतर जे नायक गीतार जे आचार्य गीताचार्य तो कहते गीता पुरुष बोली कहते जा स्वयं पद्मनाभात मुख पद्मात विनिश्रुत पद्म पुराण गीता सुगीता कर्तव्य कि मन्ने शास्त्र विस्तरे जा स्वयं पद्मनाभ से मुख पद्मात विनिश्रुत अन्य शास्त्र किछि दरकार नहीं भगवान मुखार बिंदु उठा उल्लासित होता भगवत गीता तो सेति भगवान रामचरित मानस विपद आसी विपद केतले आसिला ना किष्किंधा कांड अरण्य कांड रे सीता हरण होई गले एबे सीता को ठाब करिवार गोटे आवश्यकता रहिला सीता को ठाब करिवार आवश्यकतार परिकल्पना केते बेले हैला ना किष्किंधा कांड ताको रूपायित करा गला सुंदर कांड अर्थात हनुमंत महाराजा को आवश्यक पड़ला जेतले राम को ऊपर विपद आसिला ता माने कोन सेति समस्त सुंदर कांड घरे करबी जदि केबे विपद आसे विपदर भंजन विपदर त्राणकर्ता होचंती केवल हनुमंत महाराज सेति समस्त को कहे सबुदिन तुम हनुमान चालीसा करो जदि न करूच अति कम रे मंगलवार और शनिवार हनुमान चालीसा करो कारण कली जुगर सर्वश्रेष्ठ देवता होचंती रुद्र अवतार एकादश अवतार हनुमंत अवतार काहे कि हनुमान सम नहीं बड़ भागे नहीं कोई राम चरण अनुरागी श्री राम जय राम जय जय संकट मोचन जय अरे हनुमान श्रवण बड़ भागी नहीं कोई राम चरण अनुरागी श्री राम जय राम जय जय राम श्री राम जय अरे गिरी दादा सो विधि से वो भाई बारो बारो निज मुख गाई श्री राम जय जय राम संकट